ମରୁଭୂମିରେ ରହିଥିବା ଓଟ ପକ୍ଷୀ ଜଣକ ସେ କ'ଣ କରନ୍ତି ନା ସେ ନିଜକୁ ମାନେ ନିଜର ମନକୁ ବୁଝେଇବା ପାଇଁ ସେ ଯେତେବେଳେ ଆନ୍ଧି ତୁଫାନ ଆସେ ବା ଝଡ଼ ଯେତେବେଳେ ଆସେ ନା। ନମସ୍କାର, ମୁଁ ରସାନନ୍ଦ ସିଂ ସାମାଜିକ ବାର୍ତ୍ତା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ କରୁଛି। ପୁଣି ଥରେ ଗୋଟେ ନୂଆ ବିଷୟବସ୍ତୁ ନେଇକି ଆପଣମାନଙ୍କ ପାଖକୁ ଆସିଛି। ଆଉ ଆଶା କରୁଛି ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣେଇବେ। ବିଷୟବସ୍ତୁଟି ହେଉଛି ଘର ବାହୁଡ଼ା। ଠିକ୍ ଅଛି, ବିଷୟବସ୍ତୁଟିର ଟାଇଟେଲଟା ଶୁଣିକି ଟିକେ ଅଜବ ଲାଗି ଥାଇପାରେ କି କେଉଁ ଟପିକରେ ମୁଁ କହିବା ପାଇଁ ଚାହୁଁଛି। ଘର ବାହୁଡ଼ା ମିନ୍ସ ଏବେ ରିସେଣ୍ଟଲି ଯେଉଁ ଇରାନର ଯୁଦ୍ଧ ଏବେ କମିବାର ନାଁ ନେଉନି। ଆଉ ଏଇ ଉପଲକ୍ଷରେ ଆମର ଭାରତର ପ୍ରଧାନମନ୍ତ୍ରୀ ଏବେ ମାନେ ଲୋକମାନଙ୍କୁ ସେ କହୁଛନ୍ତି କି ବିଦେଶ ଯାତ୍ରା କମ୍ କରନ୍ତୁ। ସୁନା ପ୍ରତି ଯଦି ଆସକ୍ତି ଅଛି ତ ଗୋଟେ ବର୍ଷ ପାଖାପାଖି ସୁନା କିଣିବା ବନ୍ଦ କରନ୍ତୁ। ତା ସହିତ ଆପଣଙ୍କର ଯେଉଁ ଇନ୍ଧନ ଲାଇକ୍ ଯେମିତିକି ଆମ ପେଟ୍ରୋଲ, ଡିଜେଲ, ଠିକ୍ ଅଛି, ଖାଇବା ତେଲ, ଏଥିରେ ମଧ୍ୟ ସେ କହୁଛନ୍ତି କମ୍ ଉପଯୋଗ କରିବା ପାଇଁ। ଠିକ୍ ଅଛି, ତ ଏହିସବୁ କଥାବସ୍ତୁକୁ ଯେତେବେଳେ ଆମେ ସୋସିଆଲ ମିଡ଼ିଆରେ ବା ଯେତେବେଳେ ଆମେ ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀ ପାଖରୁ ଆମେ ଯେତେବେଳେ ଶୁଣୁ ତ ସେତେବେଳେ ଗୋଟେ କଥା ମନେ ପଡ଼େ, ଯେଉଁଟାକି ଯେତେବେଳେ ମରୁଭୂମିରେ ଯେତେବେଳେ ଆନ୍ଧି କି ତୁଫାନ ଆସେ ନା ତ ସେତେବେଳେ ସେ ମରୁଭୂମିରେ ରହିଥିବା ଓଟ ପକ୍ଷୀ ଜଣକ ସେ କ'ଣ କରନ୍ତି ନା ସେ ନିଜକୁ ମାନେ ନିଜର ମନକୁ ବୁଝେଇବା ପାଇଁ ସେ ଯେତେବେଳେ ଆନ୍ଧି ତୁଫାନ ଆସେ ବା ଝଡ଼ ଯେତେବେଳେ ଆସେ ନା ତ ସେ ସେତେବେଳେ ନିଜର ମାନେ ନିଜକୁ ରକ୍ଷା କରିବା ପାଇଁ ସେ କ'ଣ କରେ ନା ତାର ଫେସ୍ଟାକୁ ତା ବା ମୁଣ୍ଡକୁ କୌଣସି ଗୋଟେ ମାନେ ବାଲି ଭିତରେ ତୋପି ରଖେ, ମାନେ ପୋତିକି ରଖେ। ଆଉ ତାକୁ ମନରେ ମନରେ ଲାଗେ କି ସିଏ ସେଫ୍ ଜୋନ୍ରେ ଅଛି, ହେଲା କି। ହାଲାକି ତାର ସେ ଯେଉଁ ଏଇ ଯେଉଁ ତାଙ୍କର ମନ ବୁଝାଣିଆ ଯେଉଁ ତାର କାମ ତାର ମାନେ କ୍ଷତି କରିବା ରଖିପାରେ ନାହିଁ। ଠିକ୍ ଅଛି, ଯେହେତୁ ଝଡ଼ ଆସେ ତ ତାର ଝଡ଼ର ପରିଣାମ ତ ଓଟ ପକ୍ଷୀକୁ ସହିବାକୁ ପଡ଼େ। ଠିକ୍ ଅଛି, କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ ଗୋଟେ ବାର୍ତ୍ତା ଦେଉଛନ୍ତି। ଯେଉଁ ଝଡ଼ ବତାସ ଯେତେବେଳେ ଆସେ ସେହି ସମୟରେ ଯେଉଁ ଓଟ ପକ୍ଷୀଟି ପ୍ରଥମ ଯେଉଁ ପନ୍ଥା ଅବଲମ୍ବନ କରିଥିଲେ କି ପ୍ରଥମ ପନ୍ଥାଟି ଓଟ ପକ୍ଷୀ ଯେଉଁ ଅବଲମ୍ବନ କରୁଥିଲେ ଯେତେବେଳେ ଝଡ଼ ଆସୁଥିଲା ତାର ମନକୁ ବୁଝେଇବା ପାଇଁ, ଯେତେବେଳେ ସେ ବାଲିରେ ତା ମୁଣ୍ଡଟିକୁ ପୋତିକି ରଖୁଥିଲା ତ ତାର ଦ୍ୱିତୀୟ ପନ୍ଥାଟି ହେଉଛି ଯେ ସେ ଝଡ଼ ଯେତେବେଳେ ଆସୁଛି ସେ ମରୁଭୂମିରେ ସେତେବେଳେ ସେ ମରୁଭୂମିଠୁ ଦୂରରେ ଯାଇକି କୌଣସି ଗୋଟେ ସୁରକ୍ଷା ସ୍ଥାନରେ ରହିବାର ଥିଲା ଓଟ ପକ୍ଷୀକୁ। ତ ବର୍ତ୍ତମାନ ସେ ଦ୍ୱିତୀୟ ପନ୍ଥାଟା ତ ଓଟ ପକ୍ଷୀ ଜଣକ ଗ୍ରହଣ କରିପାରିଲେ ନାହିଁ। ତ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ଜନସାଧାରଣକୁ, ଭାରତବାସୀକୁ ଓଟ ପକ୍ଷୀର ଦ୍ୱିତୀୟ ପନ୍ଥାଟି ଆମକୁ ଗ୍ରହଣ କରିବା ପାଇଁ ବା ସେ ଦ୍ୱିତୀୟ ପନ୍ଥାଟି ପାଳନ କରିବା ପାଇଁ ଆମକୁ ବର୍ତ୍ତମାନ ସମସ୍ତଙ୍କୁ ସେ ବାର୍ତ୍ତା ଦେଉଛନ୍ତି। ଠିକ୍ ଅଛି, ଖାଲି ଏ ବାର୍ତ୍ତାଟା ଖାଲି ଯେ ସାଧାରଣ ଜନତା ଗ୍ରହଣ କରିବାରେ ମାନେ ଆଗ୍ରହ ପ୍ରକାଶ କରିନାହାନ୍ତି, ମାନେ ରାଜ୍ୟର ବର୍ତ୍ତମାନ ଓଡ଼ିଶାର ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଯେଉଁ କାନଭେଇ ଚାଲୁଥିଲା ବର୍ତ୍ତମାନ ତାଙ୍କ ନିଜ ଗାଡ଼ି ତା ସହିତ ଆଉ କିଛି ଗାଡ଼ି ମାନେ ଟୋଟାଲ 6ଟା ଗାଡ଼ିରେ ସେ କାନଭେଇ କରିବେ। ଏଇଟା ହେଉଛି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଆମର ଯେଉଁ ଭାରତର ପ୍ରଧାନମନ୍ତ୍ରୀଙ୍କ କଥାକୁ ମାନେ ଶୁଣିକି ବା ମାନେ ସେ ପାଳନ କରୁଛନ୍ତି। ଠିକ୍ ଅଛି, 2 ଦିନ ପୂର୍ବରୁ ଗୋଟେ ଏମିତି ଭିଡ଼ିଓ ବି ଆସିଥିଲା ଯେଉଁଟାକି ଏମ୍ପିର ଏମ୍ପିର ଯେଉଁ ଜଣେ ଜଷ୍ଟିସ୍ ସେ ମଧ୍ୟ ଇନ୍ଧନ ବଞ୍ଚାଇବା ପାଇଁ ସାଇକେଲରେ ଯାଉଛନ୍ତି ମାନେ ତାଙ୍କର କର୍ମକ୍ଷେତ୍ରକୁ। ଠିକ୍ ଅଛି।